ପୂର୍ବ ପ୍ରାଚୀ ନଦୀ ଭାରତର ସେ ହେଉଛନ୍ତି ଗୁପ୍ତ ସରସ୍ୱତୀ। ପ୍ରାଚୀ ତୀର୍ଥର ପ୍ରତ୍ୟେକ ବାଙ୍କରେ ଜଣେ ଜଣେ ଋଷି ସାଧୁ ସନ୍ଥ ମନ୍ଦିର ପୂର୍ଣ୍ଣ ଭାବରେ ପୂରିକି ରହିଛନ୍ତି। ଆମେ ପ୍ରାଚୀ ନଦୀକୁ ପରିକ୍ରମା କରିଥିଲୁ ଆମର ଭୁବନେଶ୍ୱର ରାସ୍ତାର ଫୁଲନଖରା ପାଖରୁ ସେ ଯେଉଁ ଶିବ ମୂର୍ତ୍ତି ଅଛନ୍ତି ସେଇଠୁ ଆମେ ସମୁଦ୍ର ପର୍ଯ୍ୟନ୍ତ ଯାଇଥିଲୁ। ନୌଯାତ୍ରା କରିଥିଲେ? ମୁଁ ଶୁଣିଥିଲି। ଥରେ ନୌଯାତ୍ରା କରିଥିଲୁ, ଥରେ ବୃକ୍ଷରୋପଣ କରିଥିଲୁ, ଥରେ ପାଦରେ ଚାଲି ଚାଲିକିରି ମୃତ୍ତିକା ସଂଗ୍ରହ କରି ପ୍ରାଚୀ ତୀର୍ଥର ଗୋଟେ ମୂର୍ତ୍ତି ମଧ୍ୟ ଏବେ ବି ଆଶ୍ରମରେ ପୂଜା ପାଉଛନ୍ତି। ସେ କେବଳ ପ୍ରାଚୀର ବିଭିନ୍ନ ସ୍ଥାନର ମୂର୍ତ୍ତିକି ନେଇ ଗୋଟେ ମାଟିକି ନେଇ ମୂର୍ତ୍ତିକା ନେଇକି ମୂର୍ତ୍ତି ତିଆରି କରିଛନ୍ତି ଏବଂ ବର୍ତ୍ତମାନ ସେ ଏଠାରେ ବିଦ୍ୟମାନ ଅଛନ୍ତି। ଏବଂ କୋଡ଼ିଏରୁ ଅଧିକ ଜାଗାରେ ଆମେ ସଭା ସମିତି ମଧ୍ୟ କରିଛୁ, ନିଆଳିରେ କରିଛୁ। ଆଉ କିନ୍ତୁ କୋଉ କୋଉ ଗାଁରେ କରିଛୁ ତାର ମୁଁ ନାଁ ଦେଇପାରିବିନି, କିନ୍ତୁ ତ୍ରିନାଥ ପଟ୍ଟନାୟକଙ୍କୁ ପଚାରିଲେ ସିଏ କହିବେ କୋଉ କୋଉ ଗାଁରେ ଆମେ ମିଟିଂ କରିଛୁ। ଗୋଟେ ବିଶାଳ କାର୍ଯ୍ୟକ୍ରମ ସେଠି ହେଇଛି। ପ୍ରାଚୀ ନଦୀ ତୀରରେ ଆମେ ଗୋଟିଏ କରିଛୁ ମେଲଣ, ଅଦିନିଆ ମେଲଣ। ଠାକୁରମାନେ ଆସିଛନ୍ତି, ବସିଛନ୍ତି, ଭୋଗ ଖାଇଛନ୍ତି, ଇତ୍ୟାଦି ଇତ୍ୟାଦି। କୋଉ ଜାଗାଟା ଟିକେ କହିବେ କି ଯୋଉଠି ମେଲଣ? ନା, ସେ କହିପାରିବିନି। ଇଏ ସବୁ ତ୍ରିନାଥ ପଟ୍ଟନାୟକଙ୍କ ପାଖରେ ଅଛି ଇତିହାସ। ତେବେ ପ୍ରାଚୀ ନଦୀର ପରିକ୍ରମା ପରେ ପରେ ଅନ୍ୟ ସାଧୁସନ୍ଥ ମାନେ ବା କେତେକ ସାଧୁସନ୍ଥ ବିଜ୍ଞ ଲୋକ ସେମାନେ ମଧ୍ୟ ପରିକ୍ରମା କରିବା ଆରମ୍ଭ କରିଛନ୍ତି। ଏହା ସ୍ୱାଗତ ଯୋଗ୍ୟ, ନିଶ୍ଚିତ ଭାବରେ। କିନ୍ତୁ ଆମେ ତାଙ୍କ ନାଁ ଯେମିତି କହିପାରୁଛୁ ଯେ ସେମାନେ ପରିକ୍ରମା କରିଛନ୍ତି, ଯଥା ପ୍ରଜ୍ଞାନନ୍ଦ ପରମହଂସ କରିଛନ୍ତି, କିନ୍ତୁ ସେମାନଙ୍କ ମୁହଁରୁ ଆମେ ପରିକ୍ରମା କରିଛୁ ଏ କଥା କେବେ ଶୁଣିବାକୁ ପାଇଲୁ। ଏଇଟା ଦୁଃଖର କଥା, ସେ ବି କହିବା କଥା, ସେମାନେ ମଧ୍ୟ କହିବା କଥା। ଓଡ଼ିଶାରେ ଦୁଇଟି ପ୍ରାଚୀ ତୀର୍ଥ ରହିଛି। ଗୋଟିଏ ପ୍ରାଚୀ ତୀର୍ଥ ହେଉଛି ପୁରୀ ନିକଟରେ ଯେଉଁ ପ୍ରାଚୀ ତୀର୍ଥ କୋଣାର୍କ ମଙ୍ଗଳା ବାଟ ଦେଇ ଯେଉଁ ପ୍ରାଚୀ ତୀର୍ଥ ଯାଇଛି, ଯେଉଁଠି ଜୟଦେବଙ୍କର ଲେଖନୀ ନିଃସୃତ ସ୍ଥାନ ବି ରହିଛି। ଆଉ ଗୋଟିଏ ପ୍ରାଚୀ ତୀର୍ଥ ହେଉଛି ଆମର ଏଇଠୁ ନିକଟର ଚିତ୍ରୋତ୍ପଳା ନଦୀ ଯେଉଁ ଅଛି, ଚିତ୍ରୋତ୍ପଳା ମଧ୍ୟ ପ୍ରାଚୀ। ତାର ଯୋଉ ମାନେ ରୂପ ଆର ମଧ୍ୟ ସେଇ ରୂପ। ତେଣୁ ମୋଟାମୋଟି ଏଥିପାଇଁ ଆର ପୁନରୁଦ୍ଧାର ପାଇଁ ଆମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଥିଲୁ, ପୂର୍ବତନ ମୁଖ୍ୟମନ୍ତ୍ରୀ। ତାପରେ ତାଙ୍କର ପ୍ରାଇଭେଟ ସେକ୍ରେଟାରୀ ଥିଲେ ପାଣ୍ଡିଆନ, ତାଙ୍କୁ ଦେଇଥିଲୁ। ଅପରାଜିତା ଷଡ଼ଙ୍ଗୀ ତାଙ୍କର MP, ତାଙ୍କୁ ଦେଇଥିଲୁ। ଏବଂ ଆଉ କାହାକୁ ଦେଇଥିଲୁ ମନେ ନାହିଁ, କିନ୍ତୁ ଏତିକି ଲୋକଙ୍କୁ ଆମେ ଦେଇଛୁ ଯେ ପ୍ରାଚୀ ଭଳି ଏକ ଚିର ଗୌରବ ଓ ସୌରଭ ମଣ୍ଡିତ ତୀର୍ଥ ନଦୀର ପୁନରୁଦ୍ଧାର ହଉ। ହଜାର ହଜାର ସାଧୁସନ୍ଥ ମାନେ ଅନ୍ୟାନ୍ୟ ତୀର୍ଥ ନଦୀକି ଯେଭଳି ପରିକ୍ରମା କରୁଛନ୍ତି ସେଭଳି ପ୍ରାଚୀ ନଦୀକି ମଧ୍ୟ ପରିକ୍ରମା କରାଯାଉ। ଏତିକି କଥା ଆମେ କରିଛୁ। ଏବଂ ଅନେକ ଜାଗାରେ ଗଛ ଲାଗିଛି, ଗଛ ବଞ୍ଚିଛି, ବୃକ୍ଷରୋପଣ କରିଛନ୍ତି, ବଳିଆ ବି କରିଛି।
ପରବର୍ତ୍ତୀ ସମୟରେ ମୁଁ ଏତିକି କୁହନ୍ତୁ ପ୍ରାଚୀନ ନଦୀ କେମିତି ପୁନରୁଦ୍ଧାର ହେଇପାରିବ, କଣ କଲେ ହେଇପାରିବ? ଗଭର୍ଣ୍ଣମେଣ୍ଟ ଚାହିଁଲେ 15 ଦିନ 20 ଦିନ ହେଇଯିବ, କିନ୍ତୁ ଗଭର୍ଣ୍ଣମେଣ୍ଟ ଚାହୁଁନାହିଁ। କୌଣସି ଗଭର୍ଣ୍ଣମେଣ୍ଟ ଆଜି ହେଲାଣି ଚାହିଁନାହାନ୍ତି। ଚାହିଁଥିଲେ କେବେଠୁ ପୁନରୁଦ୍ଧାର ହେଇସାରନ୍ତାଣି। ଆମେ ଗଭର୍ଣ୍ଣମେଣ୍ଟ ବିରୁଦ୍ଧରେ କିଛି ସଂଗ୍ରାମ କରିପାରିବାନି। ଆଜ୍ଞା, ଯଦି ପ୍ରତ୍ୟେକ ପ୍ରାଚୀ ନଦୀର ଉଭୟ ପଟର ଯଦି ଲୋକମାନେ ଏକତ୍ର ମିଶିବେ, ଆଜ୍ଞା ଆଜ୍ଞା, ଗୋଟେ ବିପ୍ଳବ କରିବେ, ନିଶ୍ଚିତ ଭାବରେ ହବ, ସଫଳ ହବ। ବାବା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।